ଅନୁଭବଙ୍କ ଠାରୁ ଅଲଗା ହେଲା ପରେ କାହାକୁ ଦ୍ୱିତୀୟ ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତ ଏହା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ହେଲେ ଭିଡ଼ିଓକୁ ପୁରା ଶେଷ ଯାଏଁ ଦେଖନ୍ତୁ। ତାହେଲେ ଆପଣମାନେ ଜାଣିଥିବେ ଅନୁଭବ ଓ ବର୍ଷା ଦୁହେଁ ପରସ୍ପରଙ୍କୁ ବିବାହ କରିଥିଲେ। 2014 ମସିହାରେ ତାଙ୍କର ବାହାଘର ହୋଇଥିଲା। ସୁଟିଂ ସେଟ୍ରୁ ଭଲ ପାଇ ଦୁହେଁ ପରସ୍ପରଙ୍କୁ ବିବାହ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଅନୁଭବ ଓ ବର୍ଷା ପରସ୍ପରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଭବ ଓ ବର୍ଷା ଅଲଗା ହୋଇପାରିବେ। ତାହେଲେ ଅଲଗା ହେଲା ପରେ ବର୍ଷା ପ୍ରିୟଦର୍ଶିନୀ କାହାକୁ ଦ୍ୱିତୀୟ ବିବାହ କରିବେ, ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତ ଆପଣମାନେ ଜାଣିଛନ୍ତି କି ବର୍ଷା ପ୍ରିୟଦର୍ଶିନୀଙ୍କୁ ବର୍ତ୍ତମାନ ସମୟରେ ପ୍ରାୟ 38 ବର୍ଷ ବୟସ ହୋଇଗଲାଣି। ତ ଏହାରି ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ ବହୁତ ସାରା ସମାଜ ସେବା କରୁଥିବାର ନଜର ଆସିଛନ୍ତି। ବହୁତ ସାରା ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଦେଇଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାହେଲେ ଦ୍ୱିତୀୟ ବିବାହ କରିବା କଥା ବର୍ଷା ଏଯାଏଁ ଚିନ୍ତା କରିନାହାନ୍ତି ବୋଲି ଗୋଟେ ଇଣ୍ଟରଭ୍ୟୁରେ କହିଛନ୍ତି। ସେ ସବୁବେଳେ ନିଜକୁ ଅନୁଭବଙ୍କ ସ୍ତ୍ରୀ ବୋଲି କହି ଆସୁଛନ୍ତି। ତାହେଲେ ଆପଣମାନେ ବର୍ଷା ପ୍ରିୟଦର୍ଶିନୀଙ୍କର ବହୁତ ସାରା ସିନେମା ନିଶ୍ଚିତ ଭାବରେ ଦେଖିଥିବେ। ସିନେମାରେ ସୁନ୍ଦର ଅଭିନୟ କରି ବର୍ଷା ପ୍ରିୟଦର୍ଶିନୀ ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିଥିବାର ନଜର ଆସିଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କର ରିଅଲ ଲାଇଫ୍ର ମ୍ୟାରିଟାଲ ଲାଇଫ୍ ବେଶୀ ଖୁସିର ସମୟରେ କଟିନଥିଲା। ଆଉ ଏହି କାରଣରୁ ଏବେ ଅନୁଭବ ମହାନ୍ତି ତାଙ୍କୁ ଦୁଃଖ ଦେଇ ଏକା କରି ଛାଡ଼ି ଚାଲି ଯାଇଛନ୍ତି। ଆଗାମୀ ଦିନମାନଙ୍କରେ ଅନୁଭବ ଓ ବର୍ଷା ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହେବା ପାଇଁ ଯାଉଛନ୍ତି। ହେଲେ ବର୍ଷା ପ୍ରିୟଦର୍ଶିନୀ ନିଜର ଦ୍ୱିତୀୟ ବିବାହ କଥା ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ବୋଲି ଗୋଟିଏ ଇଣ୍ଟରଭ୍ୟୁରେ କହିଛନ୍ତି। ଅନ୍ୟପକ୍ଷରେ ଅନୁଭବ ମହାନ୍ତି ଜାଗୃତି ଶୁକ୍ଲାଙ୍କ ସହିତ ଦ୍ୱିତୀୟ ବିବାହ କରିପାରନ୍ତି ବୋଲି କିଛି ସୋସିଆଲ ମିଡ଼ିଆ ସୂତ୍ରରେ ପ୍ରକାଶ ପାଉଛି ବା ଚର୍ଚ୍ଚାର ବିଷୟ ପାଲଟିଛି, କିନ୍ତୁ ଏହାକୁ ନେଇ କେତେ ସତ କେତେ ମିଛ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିର ଜବରଦସ୍ତ ଯୋଡ଼ି ଅଟନ୍ତି। ଦୁହେଁ ବହୁତ ସାରା ସିନେମାରେ ଏକାଠି ଅଭିନୟ କରିଛନ୍ତି। ହେଲେ ବର୍ତ୍ତମାନ ଏହି ଯୋଡ଼ି ଭାଙ୍ଗିବା ପାଇଁ ଯାଉଛି। ତାହେଲେ ଆପଣମାନଙ୍କୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ି କେମିତି ଲାଗୁଛି ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି ଓଲିଉଡ୍ ସମ୍ବନ୍ଧିତ ଟେକ୍ନିକ୍ ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।